ବ୍ରହ୍ମପୁର ସହରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ଗୁରୁବାର ମଧ୍ୟରାତ୍ରିରୁ ଆରମ୍ଭ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦେଶୀ ବେହେରା ବିରାଟ ପଟୁଆରରେ ବାହାରି ମାଙ୍କ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ମାଙ୍କ ଷୋଡ଼ଶ ଉପଚାର ପୂଜା ଅର୍ଚ୍ଚନା କରିବା ପରେ ଆଜ୍ଞାମାଳ ମିଳିଥିଲା। ପରେ ମା ବୁଢ଼ୀ ଠାକୁରାଣୀଙ୍କୁ ନିମନ୍ତ୍ରଣ କରି ବାଜା ବାଜଣା ସହ ବିରାଟ ପଟୁଆରରେ ଆଣି ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରାଯାଇଥିଲା। ବାପା ଦେଶୀ ବେହେରାଙ୍କ ସହ ଝିଅ ବାପଘରକୁ ବୁଲିଯିବାର ପରମ୍ପରା କେଉଁ ପୁରାତନ କାଳରୁ ରହିଆସିଛି। ଏହି ସମୟରେ ମାଙ୍କ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ, ଯାହାକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଛି। ଗ୍ରାମ ଦେବୀରୁ ସହରର ଆରାଧ୍ୟ ଦେବୀ ଭାବେ ଶହ ଶହ ବର୍ଷ ଧରି ପୂଜା ପାଉଛନ୍ତି ମା ବୁଢ଼ୀ ଠାକୁରାଣୀ। ପ୍ରତି 2 ବର୍ଷରେ ଥରେ ସାଧାରଣ ମଣିଷଙ୍କ ଭଳି ବୁଲି ଆସନ୍ତି ବାପ ଘରକୁ। ଅସ୍ଥାୟୀ ମଣ୍ଡପରେ ପୂଜା ପାଇବା ସହ ଭକ୍ତଙ୍କ ଗହଣକୁ ଯାଇ ଦର୍ଶନ ଦିଅନ୍ତି। ଆଉ ସେହି ସମୟରେ ଆରମ୍ଭ ହୁଏ ମାଙ୍କ ଯାତ୍ରା। ଗତକାଲି ରାତିରେ ଜାମୁଲା ପୂଜକଙ୍କ ଦ୍ୱାରା ଚତୁର୍ଦିଗ ବନ୍ଧନ କରାଯିବା ପରେ ବାପା ଦେଶୀ ବେହେରା ଓ ତାଙ୍କ ପତ୍ନୀ ପାତି ଚାଙ୍ଗୁଡ଼ି ଓ ଆଜ୍ଞାମାଳ ନିମନ୍ତେ ସାଥିରେ ଇଟିମେଳ ଫୁଲ ନେଇ ବିରାଟ ପଟୁଆରରେ ମାଙ୍କୁ ନିମନ୍ତ୍ରଣ କରିବା ଲାଗି ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ମାଙ୍କ ଷୋଡ଼ଶ ଉପଚାର ପୂଜା ଅର୍ଚ୍ଚନା ସହ ସ୍ତୁତି ପାଠ, ଚଣ୍ଡୀ ପାଠ, ବଳି ପ୍ରଥା କରାଯାଇ ମାଙ୍କୁ ଆବାହନ କରାଯାଇଥିଲା। ଦୀର୍ଘ ସମୟର ପୂଜା ଅର୍ଚ୍ଚନା ପରେ ମାଙ୍କ ଆଜ୍ଞାମାଳ ମିଳିଥିଲା। ମାଙ୍କ ଆଜ୍ଞାମାଳ ମିଳିବା ପରେ ଢୋଲ, ଶଙ୍ଖ, ଚାଙ୍ଗୁ ବାଦ୍ୟ ସହ ପାରମ୍ପରିକ ବାଜା ବାଜଣାରେ ବିରାଟ ପଟୁଆରରେ ମା ସାଆନ୍ତାଣୀ ମାଉସୀ ମାଙ୍କ ଘରେ ପହଞ୍ଚିବା ପରେ ଛେନା ପୋଡ଼, ପଣା ଭୋଗ ଲାଗି କରାଯାଇଥିଲା। ପରେ ପରେ ମାଙ୍କୁ ପାଛୋଟି ନେଇ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରିଥିଲେ ବାପା ଦେଶୀ ବେହେରା। ପରମ୍ପରା ଅନୁଯାୟୀ ମାଙ୍କୁ ବାପଘର ପର୍ଯ୍ୟନ୍ତ ଛାଡ଼ିବାକୁ ଆସିଥିଲେ ଶାଶୁଘର ଲୋକଙ୍କ ସହ ସହରର ହଜାର ହଜାର ଭକ୍ତ। ସେପଟେ 2 ବର୍ଷ ପରେ ମାଙ୍କୁ ଅସ୍ଥାୟୀ ମଣ୍ଡପରେ ପାଇ ସ୍ଥାନୀୟ ବାସିନ୍ଦା ଓ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା କହିଲେ ନ ସରେ। ମା ଅସ୍ଥାୟୀ ମଣ୍ଡପରେ ପହଞ୍ଚିବା ମାତ୍ରକେ ଦର୍ଶନ ଲାଗି ଭକ୍ତଙ୍କର ଲାଗିଥିଲା ବେଶ୍ ଗହଳି ଚହଳି। ମା ବାପ ଘରକୁ ଯେମିତି ବୁଲି ଆସିଛନ୍ତି, ସେହିପରି ପ୍ରତ୍ୟେକ ଘରେ ଝିଅ ବୋହୂଙ୍କର ମଧ୍ୟ ବେଶ୍ ଭିଡ଼ ଜମିଥାଏ। ଏହି ସମୟରେ ମା ସାଆନ୍ତାଣୀଙ୍କ ଐତିହାସିକ ଯାତ୍ରାକୁ ବୁଲିବା ଲାଗି ଲକ୍ଷାଧିକ ଭକ୍ତଙ୍କ ସହରକୁ ସମାଗମ ହେବାକୁ ଥିବାବେଳେ ଶାନ୍ତି ଶୃଙ୍ଖଳା ନିମନ୍ତେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ପୋଲିସ। ପ୍ରଥମ ଦିନରେ ହିଁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ଗ୍ରହଣ କରାଯାଇଥିଲା। ଅସ୍ଥାୟୀ ମଣ୍ଡପରେ ମା ଗୋଟାଏ ଦିନ ବିଶ୍ରାମ ନେବା ପରେ ବାହାରିବେ ନଗର ପରିକ୍ରମାରେ। ଏହି ସମୟରେ ହିଁ ଦେଖିବାକୁ ମିଳେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମିଳନର ଆବେଗ।
ଆଜ୍ଞା ନମସ୍କାର। ମୁଁ ବାଦଲ ବେହେରା ବ୍ରହ୍ମପୁର ଯାତ୍ରା ସମସ୍ତ ସହରବାସୀ ସାଙ୍ଗରେ ଆଜି ମାଙ୍କୁ ତାଙ୍କ ଶାଶୁଘରଠୁ ମା ବାପ ଘର ନେବା ପାଇଁ ସମସ୍ତେ ଆସିଛୁ। ଆଉ ମାଙ୍କୁ ପ୍ରାର୍ଥନା କଲୁ। ମାଙ୍କ ମସ୍ତକରେ ଫୁଲ ରଖା ହେଲା। ମା ଯେତେବେଳେ ଆଜ୍ଞା ଦେଲେ ସେ ଫୁଲଟା ଖସିଲା ପରେ ସେ ଫୁଲଟା ଚାଙ୍ଗୁଡିରେ ରଖା ହେଲା। ଆଉ ସେ ଯୋଉ ମା ଆଜ୍ଞା ଦେଲେ ଆଉ ଆଜିଠୁ ଠାକୁରାଣୀ ଯାତ୍ରା ଆରମ୍ଭ ହବ। ଆଉ ମା ସମସ୍ତଙ୍କୁ ଆଶୀର୍ବାଦ ଦେବା ପାଇଁ ଦେଶୀବେହେରା ସାହିରେ ଅସ୍ଥାୟୀ ମନ୍ଦିରକୁ ଯିବେ। ଆଉ ସେଇଠି ସବୁ ସମସ୍ତ ଭକ୍ତ ମାନେ ସେଇଠି ମାଙ୍କ ଦର୍ଶନ କରିପାରିବେ ଆଉ ମାଙ୍କ ଆଶୀର୍ବାଦ ନେଇପାରିବେ। ମା 2 ବର୍ଷ ମାଙ୍କର ଠାକୁରାଣୀ ଯାତ୍ରାରେ ମା 2 ବର୍ଷକୁ ଥରେ ନିଜ ଶାଶୁ ଘରୁ ବାପ ଘରୁ ଯାଆନ୍ତି। ଆଉ ବାପ ଘରେ ସିଏ ମା ନଗର ସହର ପରିକ୍ରମା କରନ୍ତି। ମାଙ୍କର ଆମର ଆଜି ବିଶେଷ ପୂଜା ନୀତିକାନ୍ତି ହୁଏ। ସର୍ବପ୍ରଥମେ ମାଙ୍କର ଦ୍ୱାର ବେଳା ଦର୍ଶନ ଦ୍ୱାର ବେଳା ପୁଣି ମାଙ୍କର ମାର୍ଜନା ହେଲା। ତାପରେ ସାମନ ବେଳା ଦର୍ଶନ କରାଗଲା ଭକ୍ତମାନଙ୍କୁ। ତାପରେ ମାଙ୍କର ଆଳତି ପରେ ମାଙ୍କର ଅନ୍ନ ଭୋଗ ପରେ ପୁଣି ମାଙ୍କର ସନ୍ଧ୍ୟାବେଳେ ଆଳତି ପୁଣି ଏବେ ବର୍ତ୍ତମାନ ଅନ୍ନ ଭୋଗ। ଆଜି ଆମର ବିଶେଷ ନୀତିକାନ୍ତି ଥିଲା। ଯୋଉ ମା ଘରକୁ ଯିବା ଆଗରୁ ଆଉ ଦେଶବେହେରା ମଧ୍ୟାହ୍ନ ସମୟରେ ଆସି ସେ ମାଙ୍କୁ ନିମନ୍ତ୍ରଣ ଦେଇ ଯାଇଥିଲେ। ତାପରେ ଆମର ମନ୍ଦିରରେ ବିଭିନ୍ନ ପ୍ରକାର ନିୟମ ନୀତିକାନ୍ତି ସବୁ ଯୁଗବନ୍ଧ ଆଉ ମାଙ୍କର ପଣା ଭୋଗ ଆଉ ପଣା ପାଣି ହାଣ୍ଡି ପରିକ୍ରମା ଆଉ ବିଭିନ୍ନ ପ୍ରକାର ପୂଜାପୂଜି ସବୁ ସରିଲାଣି। ବର୍ତ୍ତମାନ ମା ଯୋଉ ନିଜେ ଦେଶବେହେରା ଯୋଉ ବାପା ସେ ମାଙ୍କୁ ନିମନ୍ତ୍ରଣ ଦେଇ ଡାକିବା ପାଇଁ ସେ ଆସିବେ। ତାଙ୍କ ଘରୁ ବାହାରି ସାରିଲେଣି। ସେ ଆସିଲା ପରେ ମାଙ୍କର ଏଠି ଆମର ବିଶେଷ ପୂଜାପୂଜି ସବୁ ସରିଲା ପରେ ସେ ମାଙ୍କୁ ଆବାହନ କରି ମାଙ୍କୁ ଧରି ସେ ନିଜ ବାପ ଘରେ ମା ଆମର ଯୋଉ ପରମ୍ପରା ଅଛି ପ୍ରତି 2 ବର୍ଷ ଥରେ ମା ଯାତ୍ରା ଯାଏ। ଆଜି ସେଇଟା ଯୋଉ ଅପେକ୍ଷାରେ ସବୁ ବ୍ରହ୍ମପୁରବାସୀ ଗଞ୍ଜାମବାସୀ ଅଛି ଆଜି ସେଇଟା କରିବାକୁ ଯାଉଛି। କାଲି ସକାଳୁ ସୁଦ୍ଧା ମା ଏଠିକି ଆସିବେ। ଆଉ ସବୁ ଲୋକ ବ୍ରହ୍ମପୁରବାସୀ ସମସ୍ତେ ଆସି ଦର୍ଶନ କରିବେ। ଆଉ ମାଙ୍କ ଆଗରେ ମୁଁ ପ୍ରାର୍ଥନା କରୁଛି କେମିତି 26 ଦିନ ଯାତ୍ରା ଦେଲେ ଟ୍ରାଫିକ ପ୍ରୋବ୍ଲେମ ନ ହଉ, ପାଣି ପ୍ରୋବ୍ଲେମ ନ ହଉ, ମାଙ୍କର ଆଶୀର୍ବାଦ। ଶୁଭକୁଣ୍ଠି ପରଠାରୁ ଯେବେ ଶୁଭକୁଣ୍ଠି ସ୍ଥାପନ ହେଲା ତା ପରଠାରୁ ପ୍ରତୀକ୍ଷାର ଅବସାନ ଘଟିଛି ଏବଂ ସମସ୍ତ ବ୍ରହ୍ମପୁରବାସୀ ଯାଇକି ଗଞ୍ଜାମ ଜିଲ୍ଲାବାସୀ ସମସ୍ତେ ଅପେକ୍ଷା କରିଥିଲେ ମା ଆସିବେ ଏବଂ ବାପା ଘରକୁ ଆସିବେ। ଏବଂ ସେଇ ସମୟଟି ହଉଛି ମାଙ୍କ ପାଇଁ ଅତି ଉତ୍ତମ ସମୟ, ମାନେ ମାଙ୍କର ଖୁସିର ସମୟ। ଏବଂ ସେଇ ସମୟରେ ମା ସମସ୍ତଙ୍କୁ ଆଶୀର୍ବାଦ କରିବେ ଏବଂ ବାପାଙ୍କ ଘରେ ରହି ସମସ୍ତଙ୍କୁ ଦର୍ଶନ ଦେବେ, ଆଶୀର୍ବାଦ କରିବେ। ଏଇ ଦିନଟିକୁ ସମସ୍ତେ ପ୍ରତୀକ୍ଷା କରିଥିଲେ। ଆଜି ତାର ଅବସାନ ଘଟିଛି ଏବଂ ବିଶେଷ ଭାବେ ଆଜି ମଧ୍ୟରାତ୍ରିରେ ମା ଆସିବେ ବାପାଙ୍କ ଘରକୁ ଏବଂ ମା ମଧ୍ୟ ବହୁତ ଖୁସି ସେଥିପାଇଁ। ଏବଂ ମାଙ୍କ ପାଖରେ ମୁଁ ପ୍ରାର୍ଥନା କରିବି ବ୍ରହ୍ମପୁରବାସୀ ଏବଂ ଗଞ୍ଜାମ ଜିଲ୍ଲାବାସୀଙ୍କର ସମସ୍ତଙ୍କର ଉତ୍ତରୋତ୍ତର ଉନ୍ନତି କରନ୍ତୁ, ସମସ୍ତଙ୍କୁ ନିରୋଗୀ ରଖନ୍ତୁ ଏବଂ ମାଙ୍କ ଆଶୀର୍ବାଦରେ ଏଇ ଯାତ୍ରାଟି କିଭଳି ଏଇ ଚଳିତ ବର୍ଷ ଯାତ୍ରାଟି କିଭଳି ଭଲରେ କଟିବ, ଭଲରେ ହବ ଏବଂ ସମସ୍ତେ ମାଙ୍କ ଆଶୀର୍ବାଦ ଲାଭ କରିବେ, ଏହା ହିଁ ମୁଁ ଆଶା କରୁଛି ଏବଂ କାମନା କରୁଛି।